ଓମ୍ ଶାନ୍ତି 6 ଡିସେମ୍ବର 2025 ପ୍ରାତଃ ମୁରଲି ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ଏହି ଶରୀର ରୂପୀ ଖେଳନା ଆତ୍ମା ରୂପୀ ଚୈତନ୍ୟ ଚାବି ଦ୍ୱାରା ଚାଲୁଛି। ତୁମେ ନିଜକୁ ଆତ୍ମା ନିଶ୍ଚୟ କର, ତେବେ ନିର୍ଭୟ ହୋଇଯିବ। ଏହି ଶରୀର ରୂପୀ ଖେଳନା ଆତ୍ମା ରୂପୀ ଚୈତନ୍ୟ ଚାବି ଦ୍ୱାରା ଚାଲୁଛି। ତୁମେ ନିଜକୁ ଆତ୍ମା ନିଶ୍ଚୟ କର, ତେବେ ନିର୍ଭୟ ହୋଇଯିବ। ଆଜିର ପ୍ରଶ୍ନ, ଆତ୍ମା ଶରୀର ସହିତ ଖେଳ ଖେଳି ଖେଳି ତଳକୁ ଖସିଛି, ସେଥିପାଇଁ ତାକୁ କେଉଁ ନାମ ଦିଆଯିବ? ଆତ୍ମା ଶରୀର ସହିତ ଖେଳ ଖେଳି ଖେଳି ତଳକୁ ଖସିଛି, ସେଥିପାଇଁ ତାକୁ କେଉଁ ନାମ ଦିଆଯିବ? ଉତ୍ତର, କାଠ କଣ୍ଢେଇ। ଡ୍ରାମାରେ ଯେପରି କାଠ କଣ୍ଢେଇର ଖେଳ ଦେଖାଇଥାନ୍ତି, ସେହିପରି ତୁମେ ଆତ୍ମାମାନେ କାଠ କଣ୍ଢେଇ ସଦୃଶ୍ୟ 5000 ବର୍ଷର ଖେଳ ଖେଳି ଖେଳି ତଳେ ପହଞ୍ଚି ଯାଇଛ। ବାବା ତୁମ ଭଳି କାଠ କଣ୍ଢେଇମାନଙ୍କୁ ଉପରକୁ ଚଢ଼ିବାର ରାସ୍ତା ଦେଖାଇବା ପାଇଁ ଆସିଛନ୍ତି। ଏବେ ତୁମେମାନେ ଶ୍ରୀମତ ରୂପକ ଚାବି ଲଗାଅ, ତେବେ ଉପରକୁ ଚାଲିଯିବ। ଗୀତ ମହଫିଲ ମେ ଜଲ ଉଠି ସମା। ଓମ୍ ଶାନ୍ତି। ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ଶ୍ରୀମତ ଦେଉଛନ୍ତି। ଯଦି କେବେ କାହାର ଚାଲିଚଳନ ଠିକ୍ ନଥାଏ, ତେବେ ତାଙ୍କୁ ମା ବାପା କହିଥାନ୍ତି, ତୁମକୁ ଈଶ୍ୱର ଭଲ ବୁଦ୍ଧି ଦିଅନ୍ତୁ। ବିଚାରାଙ୍କୁ ଏକଥା ଜଣା ହିଁ ନାହିଁ ଯେ ଈଶ୍ୱର ସତରେ ମତ ଦେଉଛନ୍ତି। ଏବେ ତୁମକୁ ଈଶ୍ୱରୀୟ ମତ ମିଳୁଛି, ଅର୍ଥାତ୍ ଆତ୍ମିକ ପିତା ପିଲାମାନଙ୍କୁ ଶ୍ରେଷ୍ଠ ହେବା ପାଇଁ ଶ୍ରେଷ୍ଠ ମତ ଦେଉଛନ୍ତି। ଏବେ ତୁମେ ଜାଣୁଛ, ଆମେ ଶ୍ରେଷ୍ଠରୁ ଶ୍ରେଷ୍ଠ ହେଉଛୁ। ବାବା ଆମକୁ କେତେ ଉଚ୍ଚ ମତ ଦେଉଛନ୍ତି। ଆମେ ତାଙ୍କ ମତରେ ଚାଲି ମନୁଷ୍ୟରୁ ଦେବତା ହେଉଛୁ। ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ ସେହି ବାବା ହିଁ ମନୁଷ୍ୟରୁ ଦେବତା କରୁଛନ୍ତି। ଶିଖମାନେ ମଧ୍ୟ ଗାୟନ କରନ୍ତି, ମନୁଷ୍ୟ ସେ ଦେବତା କିଏ କରତ ନ ଲାଗେ ୱାର। ତେବେ ନିଶ୍ଚୟ ମନୁଷ୍ୟରୁ ଦେବତା କରିବାର ମତ ଦେଉଛନ୍ତି। ତାଙ୍କର ମହିମା ମଧ୍ୟ ଗାୟନ କରିଛନ୍ତି। ଏକ ଓଁକାର, କର୍ତ୍ତା ପୁରୁଷ, ନିର୍ଭୟ। ତୁମେ ସବୁ ନିର୍ଭୟ ହୋଇଯାଉଛ। ନିଜକୁ ଆତ୍ମା ଭାବୁଛ ନା? ଆତ୍ମାର କୌଣସି ଭୟ ନଥାଏ। ବାବା କହୁଛନ୍ତି, ନିର୍ଭୟ ହୁଅ। ଭୟ ପୁଣି କ'ଣ ପାଇଁ କରିବ? ତୁମର କୌଣସି ଭୟ ନାହିଁ। ତୁମେ ନିଜ ଘରେ ବସି ମଧ୍ୟ ବାବାଙ୍କର ଶ୍ରୀମତ ପାଇ ଚାଲିଛ। ବାସ୍ତବରେ କାହାର ଶ୍ରୀମତ? କିଏ ଦେଉଛନ୍ତି? ଏକଥା ତ ଗୀତାରେ ନାହିଁ। ଏବେ ତୁମେ ବୁଝୁଛ। ବାବା କହୁଛନ୍ତି, ତୁମେ ପତିତ ହୋଇଯାଇଛ। ଏବେ ପାବନ ହେବା ପାଇଁ ଏକମାତ୍ର ମୋତେ ମନେ ପକାଅ। ପୁରୁଷୋତ୍ତମ ହେବାର ମେଳା ଏହି ସଙ୍ଗମ ଯୁଗରେ ହିଁ ହେଉଛି। ବହୁତ ଆସି ଶ୍ରୀମତ ନେଉଛନ୍ତି। ଏହାକୁ ଈଶ୍ୱରଙ୍କ ସହିତ ପିଲାମାନଙ୍କର ମେଳା ବୋଲି କୁହାଯାଉଛି। ଈଶ୍ୱର ମଧ୍ୟ ହେଉଛନ୍ତି ନିରାକାର। ଆତ୍ମାମାନେ ମଧ୍ୟ ନିରାକାର। ମୁଁ ଆତ୍ମା, ଏହି ଅଭ୍ୟାସକୁ ପକ୍କା କରିବାକୁ ହେବ। ଯେପରି ଖେଳନାରେ ଚାବି ଦେଲେ ତାହା ନୃତ୍ୟ କରିଥାଏ, ସେହିପରି ଆତ୍ମା ମଧ୍ୟ ଏହି ଶରୀର ରୂପୀ ଖେଳନାର ଚାବି ଅଟେ। ଏଥିରେ ଆତ୍ମା ନଥିଲେ କିଛି କରିପାରିବ ନାହିଁ। ତୁମେ ହେଉଛ ଚୈତନ୍ୟ ଖେଳନା। ଖେଳନାରେ ଚାବି ନ ଦିଆଗଲେ ସେ କୌଣସି କାମର ନୁହେଁ, ସ୍ଥିର ହୋଇଯିବ। ଆତ୍ମା ମଧ୍ୟ ଚୈତନ୍ୟ ଚାବି ଅଟେ ଏବଂ ଏହା ଅବିନାଶୀ, ଅମର ଚାବି ଅଟେ। ବାବା ବୁଝାଉଛନ୍ତି, ମୁଁ ଆତ୍ମାକୁ ହିଁ ଦେଖୁଛି, ଆତ୍ମା ଶୁଣୁଛି। ଏହି ଅଭ୍ୟାସ ପକ୍କା କରିବାକୁ ହେବ। ଏହି ଚାବି ବିନା ଶରୀର କାର୍ଯ୍ୟ କରିପାରିବ ନାହିଁ। ଏହି ସୃଷ୍ଟିକୁ ମଧ୍ୟ ଅବିନାଶୀ ଚାବି ମିଳିଛି। ଏହାର ଚାବି 5000 ବର୍ଷ ପର୍ଯ୍ୟନ୍ତ ଚାଲୁଛି। ଚୈତନ୍ୟ ଚାବି ହୋଇଥିବା କାରଣରୁ ଚକ୍ର ଘୂରି ଚାଲିଥାଏ। ଏହା ହେଉଛି ଚୈତନ୍ୟ ଖେଳନା। ବାବା ମଧ୍ୟ ହେଉଛନ୍ତି ଚୈତନ୍ୟ ଆତ୍ମା।
ଯେତେବେଳେ ଚାବି ଶେଷ ହୋଇଯାଉଛି ପୁଣି ବାବା ଆସି ନୂଆ କରି ଯୁକ୍ତି ବତାଉଛନ୍ତି ଯେ ମୋତେ ମନେ ପକାଇବା ଦ୍ୱାରା ପୁଣି ଚାବି ଲାଗିଯିବ। ଅର୍ଥାତ୍ ଆତ୍ମା ତମ ପ୍ରଧାନରୁ ଶତ ପ୍ରଧାନ ହୋଇଯିବ। ଯେପରି ମୋଟରରୁ ପେଟ୍ରୋଲ ସରିଗଲେ ପୁଣି ଭର୍ତ୍ତି କରାଯାଇଥାଏ, ଏବେ ତୁମର ଆତ୍ମା ବୁଝୁଛି ଆମ ଭିତରେ ଜ୍ଞାନ ରୂପକ ପେଟ୍ରୋଲ କିପରି ଭର୍ତ୍ତି ହେବ। ବ୍ୟାଟେରୀ ଖାଲି ହେଲେ ସେଥିରେ ପୁଣି ଶକ୍ତି ଭରାଯାଇଥାଏ ନା। ବ୍ୟାଟେରୀ ଖାଲି ହୋଇଗଲେ ଆଲୋକ ସମାପ୍ତ ହୋଇଯାଏ। ଏବେ ତୁମ ଆତ୍ମା ରୂପୀ ବ୍ୟାଟେରୀ ଭରପୁର ହେଉଛି। ଯେତେ ବାବାଙ୍କୁ ମନେ ପକାଇବ ସେତେ ଶକ୍ତି ଭରିଯିବ। 84 ଜନ୍ମର ଚକ୍ର ଲଗାଇ ବ୍ୟାଟେରୀ ଖାଲି ହୋଇଯାଇଛି। ଆତ୍ମା ସତ ରଜ ତମରେ ଆସିଛି। ଏବେ ପୁଣି ବାବା ଆସିଛନ୍ତି ଚାବି ଦେବାକୁ, ଅର୍ଥାତ୍ ବ୍ୟାଟେରୀ ଭରିବାକୁ। ଶକ୍ତି ନଥିଲେ ମନୁଷ୍ୟ କିପରି ଦୁର୍ବଳ ହୋଇଯାଆନ୍ତି। ତେଣୁ ଏବେ ଯୋଗ ଦ୍ୱାରା ବ୍ୟାଟେରୀକୁ ଭରିବାକୁ ହେବ। ଏହାକୁ ଚୈତନ୍ୟ ବ୍ୟାଟେରୀ କୁହାଯିବ। ବାବା କହୁଛନ୍ତି ମୋ ସହିତ ଯୋଗ ଲଗାଅ। ଏହି ଜ୍ଞାନ ଏକମାତ୍ର ବାବା ହିଁ ଦେଉଛନ୍ତି। ସେହି ଏକ ବାବା ହିଁ ସଦ୍ଗତି ଦାତା ଅଟନ୍ତି। ଏବେ ତୁମ ବ୍ୟାଟେରୀ ସମ୍ପୂର୍ଣ୍ଣ ଭରପୁର ହେଉଛି, ଯାହାଦ୍ୱାରା ତୁମେ ପୁଣି 84 ଜନ୍ମ ପୁରା ପାଠ ବଜାଉଛ। ଯେପରି ଡ୍ରାମାରେ କାଠ କଣ୍ଢେଇମାନେ ନାଚିଥାନ୍ତି, ତୁମେ ଆତ୍ମାମାନେ ମଧ୍ୟ କାଠ କଣ୍ଢେଇ ସଦୃଶ୍ୟ ଅଟ। ଉପରୁ ଓହ୍ଲାଇ ଓହ୍ଲାଇ 5000 ବର୍ଷରେ ଏକଦମ ତଳକୁ ଆସିଯାଉଛ। ପୁଣି ବାବା ଆସି ଉପରକୁ ଚଢ଼ାଉଛନ୍ତି। ତାହା ଏକ ଖେଳନା ଅଟେ। ବାବା ଆରୋହଣ ଅବରୋହଣ କଳାର ଅର୍ଥ ବୁଝାଉଛନ୍ତି। ଏହା 5000 ବର୍ଷର କଥା। ତୁମେ ଜାଣୁଛ, ଶ୍ରୀମତ ଦ୍ୱାରା ଆମକୁ ଚାବି ମିଳୁଛି। ଆମେ ସମ୍ପୂର୍ଣ୍ଣ ଶତପ୍ରଧାନ ହୋଇଗଲା ପରେ ସାରା ଅଭିନୟର ପୁନରାବୃତ୍ତି କରିବୁ। ବୁଝିବା ଓ ବୁଝାଇବା ପାଇଁ ଏହା କେତେ ସହଜ କଥା। ତଥାପି ବାବା କହୁଛନ୍ତି, ସେହିମାନେ ହିଁ ବୁଝିବେ ଯେଉଁମାନେ କଳ୍ପ ପୂର୍ବେ ବୁଝିଥିବେ। ତୁମେ ଯେତେ ମୁଣ୍ଡ ପିଟିଲେ ମଧ୍ୟ ଅଧିକ ବୁଝି ହିଁ ପାରିବେ ନାହିଁ। ବାବା ଜ୍ଞାନ ତ ସମସ୍ତଙ୍କୁ ଏକାପରି ଦେଉଛନ୍ତି। କେଉଁଠି ବି ବସି ବାବାଙ୍କୁ ମନେ ପକାଇବାକୁ ହେବ। ସମ୍ମୁଖରେ ବ୍ରାହ୍ମଣୀ ନଥିଲେ ମଧ୍ୟ ତୁମେ ବାବାଙ୍କ ସ୍ମୃତିରେ ବସିପାରିବ। ଜାଣିଛ ଯେ ବାବାଙ୍କ ସ୍ମୃତି ଦ୍ୱାରା ହିଁ ଆମର ବିକର୍ମ ବିନାଶ ହେବ। ତେଣୁ ବାବାଙ୍କ ସ୍ମୃତିରେ ବସିଯିବା ଉଚିତ। କାହାକୁ ସମ୍ମୁଖରେ ବସାଇବାର ଆବଶ୍ୟକତା ନାହିଁ। ଖାଇବା ପିଇବା ସମୟରେ, ସ୍ନାନ ଆଦି କରିବା ସମୟରେ ବାବାଙ୍କୁ ମନେ ପକାଅ। କିଛି ସମୟ ପାଇଁ କେହି ସମ୍ମୁଖରେ ବସିଯାଉଛନ୍ତି, ଏପରି ନୁହେଁ ଯେ ସେ ତୁମକୁ ସାହାଯ୍ୟ କରୁଛନ୍ତି। ନା, ପ୍ରତ୍ୟେକଙ୍କୁ ନିଜକୁ ହିଁ ନିଜେ ସହଯୋଗ କରିବାକୁ ହେବ। ଈଶ୍ୱର ତ ମତ ଦେଇଛନ୍ତି କି ଏପରି ଏପରି କର, ତେବେ ତୁମର ବୁଦ୍ଧି ଦୈବୀ ହୋଇଯିବ। ଏହିଭଳି ଉତ୍ସାହିତ କରାଇଥାଏ। ଶ୍ରୀମତ ତ ସମସ୍ତଙ୍କୁ ଦେଇ ଚାଲିଛନ୍ତି। ଏହା ତ ନିଶ୍ଚିତ ଯେ କାହାର ବୁଦ୍ଧି ବହୁତ ଧୀର, କାହାର ତୀକ୍ଷ୍ଣ ଥାଏ। ପରମ ପବିତ୍ର ବାବାଙ୍କ ସହିତ ଯୋଗ ଲାଗୁନାହିଁ, ତେଣୁ ବ୍ୟାଟେରୀ ଚାର୍ଜ ହେଉନାହିଁ। ବାବାଙ୍କର ଶ୍ରୀମତ ମାନୁନାହାନ୍ତି, ଯୋଗ ହିଁ ଲାଗୁନାହିଁ। ତୁମେ ଏବେ ଅନୁଭବ କରୁଛ ଆମର ବ୍ୟାଟେରୀ ଭର୍ତ୍ତି ହେଉଛି। ତମ ପ୍ରଧାନରୁ ଶତପ୍ରଧାନ ନିଶ୍ଚୟ ହେବାକୁ ପଡ଼ିବ। ଏହି ସମୟରେ ତୁମକୁ ପରମାତ୍ମାଙ୍କର ଶ୍ରୀମତ ମିଳୁଛି। ଏକଥା ଦୁନିଆରେ ବିଲକୁଲ କେହି ବୁଝି ନାହାନ୍ତି। ବାବା କହୁଛନ୍ତି, ମୋର ଏହି ମତ ଦ୍ୱାରା ତୁମେ ଦେବତା ହୋଇଯାଉଛ। ଏହାଠାରୁ ଶ୍ରେଷ୍ଠ ଜିନିଷ କିଛି ନାହିଁ। ସେଠାରେ ଏହି ଜ୍ଞାନ ରହିବ ନାହିଁ। ଏହା ମଧ୍ୟ ପୂର୍ବ ନିର୍ମିତ ଡ୍ରାମା। ତୁମକୁ ପୁରୁଷୋତ୍ତମ କରିବା ପାଇଁ ବାବା ସଙ୍ଗମରେ ହିଁ ଆସୁଛନ୍ତି। ଯାହାର ସ୍ମାରକୀ ପୁଣି ଭକ୍ତି ମାର୍ଗରେ ପାଳନ କରୁଛନ୍ତି। ଦଶହରା ମଧ୍ୟ ପାଳନ କରୁଛନ୍ତି। ଯେତେବେଳେ ବାବା ଆସନ୍ତି ସେତେବେଳେ ଦଶହରା ହୁଏ। 5000 ବର୍ଷ ପରେ ପ୍ରତ୍ୟେକ କଥାର ପୁନରାବୃତ୍ତି ହୋଇଥାଏ। ତୁମକୁ ହିଁ ଏହି ଈଶ୍ୱରୀୟ ମତ ଅର୍ଥାତ୍ ଶ୍ରୀମତ ମିଳୁଛି, ଯାହାଦ୍ୱାରା ତୁମେ ଶ୍ରେଷ୍ଠ ହେଉଛ। ତୁମର ଆତ୍ମା ଶତପ୍ରଧାନ ଥିଲା। ତଳକୁ ଓହ୍ଲାଇ ଓହ୍ଲାଇ ତମ ପ୍ରଧାନ ଭ୍ରଷ୍ଟ ହୋଇଯାଇଛି। ପୁଣି ବାବା ବସି ଜ୍ଞାନ ଏବଂ ଯୋଗ ଶିଖାଇ
ସତ ପ୍ରଧାନ ଶ୍ରେଷ୍ଠ କରାଉଛନ୍ତି। କହୁଛନ୍ତି ତୁମେ ସିଢ଼ିର ତଳକୁ କିପରି ଓହ୍ଲାଉଛ। ଡ୍ରାମାର ଚକ୍ର ଗଡ଼ି ଚାଲିଛି। ଏହି ଡ୍ରାମାର ଆଦି ମଧ୍ୟ ଅନ୍ତକୁ କେହି ହେଲେ ଜାଣିନାହାନ୍ତି। ବର୍ତ୍ତମାନ ବାବା ବୁଝାଉଛନ୍ତି, ତେଣୁ ତୁମ ସ୍ମୃତିରେ ଆସୁଛି ନା? ପ୍ରତ୍ୟେକଙ୍କର ଜନ୍ମ କାହାଣୀ ତ ଶୁଣାଇ ପାରିବେ ନାହିଁ। କେଉଁଠି ଲେଖା ହୋଇନାହିଁ ଯେ ପଢ଼ିକରି ଶୁଣାଯିବ। ଏକଥା ବାବା ବସି ବୁଝାଉଛନ୍ତି। ଏବେ ତୁମେ ବ୍ରାହ୍ମଣ ହୋଇଛ, ପୁଣି ଦେବତା ହେବ। ବାବା ବୁଝାଉଛନ୍ତି, ବ୍ରାହ୍ମଣ, ଦେବତା, କ୍ଷତ୍ରିୟ ତିନୋଟି ଧର୍ମ ମୁଁ ସ୍ଥାପନା କରୁଛି। ଏବେ ତୁମ ବୁଦ୍ଧିରେ ଅଛି, ଆମେ ବାବାଙ୍କ ଦ୍ୱାରା ବ୍ରାହ୍ମଣବଂଶୀ ହେଉଛୁ, ପୁଣି ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ହେବୁ। ଯେଉଁମାନେ ଫେଲ୍ ହେଉଛନ୍ତି ସେମାନେ ଚନ୍ଦ୍ରବଂଶୀ ହୋଇଯାଉଛନ୍ତି। ତେବେ କେଉଁଥିରେ ଫେଲ୍ ହେଉଛନ୍ତି? ଯୋଗରେ। ଜ୍ଞାନ ତ ବହୁତ ସହଜ କରି ବୁଝାଯାଉଛି। କିପରି ତୁମେ 84 ଜନ୍ମର ଚକ୍ର ଲଗାଉଛ। ମନୁଷ୍ୟ ତ 84 ଲକ୍ଷ କହିଦେଉଛନ୍ତି। ତେଣୁ କେତେ ଦୂରକୁ ଚାଲି ଯାଇଛନ୍ତି। ଏବେ ତୁମକୁ ଈଶ୍ୱରୀୟ ମତ ମିଳୁଛି। ଈଶ୍ୱର ତ ଥରେ ମାତ୍ର ଆସୁଛନ୍ତି, ତେଣୁ ତାଙ୍କର ମତ ମଧ୍ୟ ଥରେ ମାତ୍ର ମିଳୁଛି। ଆରମ୍ଭରୁ କେବଳ ଏକମାତ୍ର ଦେବୀ ଦେବତା ଧର୍ମ ହିଁ ଥିଲା। ନିଶ୍ଚୟ ସେମାନଙ୍କୁ ଈଶ୍ୱରୀୟ ମତ ମିଳିଥିଲା। ତା ପୂର୍ବରୁ ଥିଲା ସଙ୍ଗମ ଯୁଗ। ବାବା ଆସି ଦୁନିଆକୁ ବଦଳାଉଛନ୍ତି। ତୁମେ ଏବେ ବଦଳୁଛ। ବର୍ତ୍ତମାନ ତୁମକୁ ବାବା ପରିବର୍ତ୍ତନ କରୁଛନ୍ତି। ତୁମେ କହିବ, କଳ୍ପ କଳ୍ପ ଆମେ ପରିବର୍ତ୍ତନ ହୋଇ ଆସିଛୁ, ପରିବର୍ତ୍ତନ ହୋଇ ଚାଲିବୁ ମଧ୍ୟ। ଏହା ଚୈତନ୍ୟ ବ୍ୟାଟେରୀ ଅଟେ ନା? ତାହା ହେଲା ଜଡ଼ ବ୍ୟାଟେରୀ। ପିଲାମାନେ ଜାଣିଛନ୍ତି ଯେ 5000 ବର୍ଷ ପରେ ବାବା ଆସିଛନ୍ତି। ଶ୍ରେଷ୍ଠରୁ ଶ୍ରେଷ୍ଠ ମତ ମଧ୍ୟ ଦେଉଛନ୍ତି। ସର୍ବୋଚ୍ଚ ଭଗବାନଙ୍କର ଶ୍ରେଷ୍ଠ ମତ ମିଳୁଛି, ଯାହାଦ୍ୱାରା ତୁମେ ଉଚ୍ଚପଦ ପାଉଛ। ତୁମ ପାଖକୁ କେହି ଆସିଲେ ତାଙ୍କୁ କୁହ, ତୁମେ ଈଶ୍ୱରଙ୍କର ସନ୍ତାନ ଅଟ ନା? ଈଶ୍ୱର ହେଉଛନ୍ତି ଶିବ ବାବା। ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି ନା? ସେ ହେଉଛନ୍ତି ସଦ୍ଗତି ଦାତା। ତାଙ୍କର ତ ନିଜର ଶରୀର ନାହିଁ। ତେବେ କାହା ଦ୍ୱାରା ମତ ଦେଉଛନ୍ତି? ତୁମେ ମଧ୍ୟ ଆତ୍ମା, ଏହି ଶରୀର ଦ୍ୱାରା କଥାବାର୍ତ୍ତା କରୁଛ ନା? ଶରୀର ବିନା ତ ଆତ୍ମା କିଛି କରିପାରିବ ନାହିଁ। ନିରାକାର ବାବା ମଧ୍ୟ ଆସିବେ କିପରି? ଗାୟନ ମଧ୍ୟ ରହିଛି, ରଥରେ ଆସନ୍ତି। ତେବେ କିଏ କ'ଣ, ଆଉ କିଏ ଆଉ କ'ଣ ସବୁ ଲେଖିଦେଇଛନ୍ତି। ତ୍ରିମୂର୍ତ୍ତି ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ସୂକ୍ଷ୍ମ ବତନ ନିବାସୀ ଦେଖାଉଛନ୍ତି। ବାବା ବୁଝାଉଛନ୍ତି, ଏସବୁ ହେଉଛି ସାକ୍ଷାତକାରର କଥା। ବାକି ସାରା ରଚନା ତ ଏହିଠାରେ ହିଁ ହେଉଛି ନା? ତେଣୁ ରଚୟିତା ବାବାଙ୍କୁ ମଧ୍ୟ ଏଠାକୁ ଆସିବାକୁ ପଡ଼ୁଛି। ପତିତ ଦୁନିଆରେ ହିଁ ଆସି ପବିତ୍ର କରିବାକୁ ହେବ। ଏଠାରେ ପିଲାମାନଙ୍କୁ ସିଧାସଳଖ ପବିତ୍ର କରାଉଛନ୍ତି। ବୁଝୁଛନ୍ତି, କିନ୍ତୁ ଜ୍ଞାନ ବୁଦ୍ଧିରେ ରହୁନାହିଁ। କାହାକୁ ବୁଝାଇ ପାରିବେ ନାହିଁ। ଶ୍ରୀମତକୁ ଗ୍ରହଣ କରୁନାହାନ୍ତି। ତେଣୁ ଶ୍ରେଷ୍ଠରୁ ଶ୍ରେଷ୍ଠ ହୋଇପାରିବେ ନାହିଁ। ଯିଏ କିଛି ବୁଝୁ ହିଁ ନାହାନ୍ତି, ସେ କି ପଦ ପାଇବେ? ଯେତେ ସେବା କରିବ ସେତେ ଉଚ୍ଚ ପଦ ପାଇବ। ବାବା କହୁଛନ୍ତି, ଶରୀର ସହିତ ସର୍ବସ୍ୱ ସେବାରେ ଲଗାଇ ଦେବାକୁ ହେବ। ସବୁ ପ୍ରକାରର ସେବା କରିବାକୁ ହେବ। ବାବାଙ୍କ ସେବାରେ ଆମେ ସର୍ବସ୍ୱ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛୁ। ବହୁତ ମାତା କନ୍ୟା ଅଛନ୍ତି, ଯେଉଁମାନେ କି ସେବା କରିବା ପାଇଁ ବିକଳ ହେଉଛନ୍ତି। ବାବା, ଆମକୁ ମୁକ୍ତ କର, ଯାହାଦ୍ୱାରା କି ଆମେ ସେବାରେ ଲାଗିଯିବୁ, ଯେଉଁଥିରେ ବହୁତଙ୍କର କଲ୍ୟାଣ ହେବ। ସାରା ଦୁନିଆ ତ ଶାରୀରିକ ସେବା କରୁଛି। ତା ଦ୍ୱାରା ତ ସିଡ଼ି ତଳକୁ ଖସି ଆସିଛନ୍ତି। ଏବେ ଏହି ଆତ୍ମିକ ସେବା ଦ୍ୱାରା ଆରୋହଣ କଳା ହେଉଛି। ପ୍ରତ୍ୟେକ ବୁଝିପାରୁଥିବେ, ଅମୁକ ମୋ ଠାରୁ ଅଧିକ ସେବା କରୁଛି। ଭଲ ସେବାଯୋଗ୍ୟ କନ୍ୟା ହୋଇଥିଲେ ସେଣ୍ଟର ମଧ୍ୟ ସମ୍ଭାଳି ପାରିବେ। ଶ୍ରେଣୀରେ କ୍ରମ ଅନୁସାରେ ମଧ୍ୟ ବସନ୍ତି ନା? ଏଠାରେ ତ କ୍ରମ ଅନୁସାରେ ବସାଯାଉ ନାହିଁ, କାରଣ ଦୁଃଖୀ ହୋଇଯିବେ। ବୁଝି ତ ପାରୁଛନ୍ତି ନା? ସେବା ନ କଲେ ନିଶ୍ଚୟ ପଦ ମଧ୍ୟ କମ୍ ହୋଇଯିବ। କ୍ରମ ଅନୁସାରେ ବହୁତ ପଦ ରହିଛି ନା? କିନ୍ତୁ ତାହା ହେଲା ସୁଖଧାମ, ଏହା ହେଉଛି ଦୁଃଖଧାମ। ସେଠାରେ କୌଣସି ରୋଗ ଆଦି ହେବ ନାହିଁ। ବୁଦ୍ଧିରେ ବିଚାର କରିବାକୁ ପଡ଼ିବ। ବୁଝିବା ଦରକାର, ମୁଁ ତ ବହୁତ କମ୍ ପଦ ପାଇବି,
କାହିଁକି ନା ସେବା ତ କରୁନାହିଁ। ସେବା ଦ୍ୱାରା ହିଁ ପଦ ମିଳିପାରିବ। ନିଜର ଯାଞ୍ଚ କରିବାକୁ ହେବ। ପ୍ରତ୍ୟେକ ନିଜର ଅବସ୍ଥାକୁ ଜାଣିଛନ୍ତି। ମମା ବାବା ମଧ୍ୟ ସେବା କରି ଆସିଛନ୍ତି। ବହୁତ ଭଲ ଭଲ ସନ୍ତାନ ମଧ୍ୟ ଅଛନ୍ତି। ଯଦିଓ ଚାକିରି ବି କରିଛନ୍ତି, ସେମାନଙ୍କୁ କୁହାଯାଉଛି ଅଧା ଦରମାରେ ମଧ୍ୟ ଛୁଟି ନେଇ ସେବା କର। ଆପତ୍ତି ନାହିଁ। ଯିଏ ବାବାଙ୍କ ହୃଦୟରେ ଅଛନ୍ତି ସେମାନେ ତାଉସି ତଖତ ଅର୍ଥାତ୍ ରାଜ୍ୟ ସିଂହାସନ ଉପରେ ପୁରୁଷାର୍ଥର କ୍ରମ ଅନୁସାରେ ବସିଥାନ୍ତି। ସେହିପରି ବିଜୟମାଳାରେ ମଧ୍ୟ ଆସିଯାଇଥାନ୍ତି। ସମର୍ପଣ ବି ହେଉଛନ୍ତି, ସେବା ମଧ୍ୟ କରୁଛନ୍ତି। କେହି ତ ଅର୍ପଣ ହୋଇ ମଧ୍ୟ ସେବା କରୁନାହାନ୍ତି। ତେବେ ପଦ କମ୍ ହୋଇଯିବ ନା? ଏହି ରାଜଧାନୀ ଶ୍ରୀମତ ଦ୍ୱାରା ସ୍ଥାପନ ହେଉଛି। ଏପରି କେବେ ଶୁଣିଛ? ପାଠ ପଢ଼ା ଦ୍ୱାରା ରାଜତ୍ୱ ସ୍ଥାପନ ହେଉଛି। ଏକଥା କେବେ ଶୁଣିଛ ନା କେବେ ଦେଖିଛ? ହଁ, ଦାନ ପୁଣ୍ୟ କଲେ ରାଜାଙ୍କ ଘରେ ଜନ୍ମ ନେଇପାରିବେ। ବାକି ପାଠ ପଢ଼ା ଦ୍ୱାରା ରାଜପଦ ପାଇବା, ଏପରି ତ କେବେ ଶୁଣିନଥିବ। କାହାକୁ ଜଣା ମଧ୍ୟ ନାହିଁ। ବାବା ବୁଝାଉଛନ୍ତି, ତୁମେମାନେ ହିଁ ପୁରା 84 ଜନ୍ମ ନେଉଛ। ତୁମକୁ ଏବେ ଉପରକୁ ଯିବାକୁ ହେବ। ବହୁତ ସହଜ ମଧ୍ୟ ଅଟେ। ତୁମେ ପୁରୁଷାର୍ଥର କ୍ରମ ଅନୁସାରେ କଳ୍ପ କଳ୍ପ ଏହି କଥା ବୁଝୁଛ। ବାବା ୟାଦ ପ୍ୟାର ମଧ୍ୟ ପୁରୁଷାର୍ଥ କ୍ରମ ଅନୁସାରେ ଦେଉଛନ୍ତି। ଯିଏ ସେବା କରୁଛନ୍ତି ତାଙ୍କୁ ଅଧିକ ୟାଦ ପ୍ୟାର ଦେବେ। ତେଣୁ ନିଜର ଯାଞ୍ଚ କରିବାକୁ ହେବ ଯେ ମୁଁ ବାବାଙ୍କ ହୃଦୟରେ ବସିଛି। ମାଳାର ଦାନା ହୋଇପାରିବି। ଅପାଠୁଆ ନିଶ୍ଚିତ ପାଠୁଆଙ୍କର ବୋଝ ଉଠାଇବେ। ବାବା ତ ବୁଝାଉଛନ୍ତି, କିନ୍ତୁ ପିଲାମାନେ ପୁରୁଷାର୍ଥ କଲେ ହେଲା। କିନ୍ତୁ ଡ୍ରାମାରେ ପାର୍ଟ ନଥିଲେ ଯେତେ ମୁଣ୍ଡ ପିଟିଲେ ବି ଚଢ଼ିପାରିବେ ନାହିଁ। କୌଣସି ନା କୌଣସି ଗ୍ରହଚାରୀ ଲାଗିଯାଉଛି, ଅର୍ଥାତ୍ ବିଘ୍ନ ଆସିଯାଉଛି। ଦେହ ଅଭିମାନରୁ ପୁଣି ଅନ୍ୟ ବିକାର ଆସିଥାଏ। ଦେହ ଅଭିମାନ ହେଉଛି ମୁଖ୍ୟ ଏବଂ କଡ଼ା ବିମାରୀ। ସତ୍ୟଯୁଗରେ ଦେହ ଅଭିମାନର ନାମ ହିଁ ରହିବ ନାହିଁ। ସେଠାରେ ତ ତୁମେ ପ୍ରାରବ୍ଧ ଭୋଗ କରିବ। ଏକଥା ବାବା ଏହିଠାରେ ହିଁ ବୁଝାଉଛନ୍ତି। ଆଉ କେହି ଏପରି ଶ୍ରୀମତ ଦେଉନାହାନ୍ତି ଯେ ନିଜକୁ ଆତ୍ମା ଭାବି କେବଳ ମୋତେ ମନେ ପକାଅ। ଏହା ହେଉଛି ମୁଖ୍ୟ କଥା। ଲେଖିବା ଦରକାର। ନିରାକାର ଭଗବାନ କହୁଛନ୍ତି, ଏକା ମୋତେ ହିଁ ମନେ ପକାଅ। ନିଜକୁ ଆତ୍ମା ଭାବ। ନିଜ ଦେହକୁ ମଧ୍ୟ ମନେ ପକାଅ ନାହିଁ। ଯେପରି ଭକ୍ତିରେ ମଧ୍ୟ ଏକା ଶିବଙ୍କୁ ହିଁ ପୂଜା କରୁଛନ୍ତି। ଏବେ ଜ୍ଞାନ ମଧ୍ୟ କେବଳ ମୁଁ ହିଁ ଦେଉଛି। ବାକି ସବୁ ହେଉଛି ଭକ୍ତି। ଅବ୍ୟଭିଚାରୀ ଜ୍ଞାନ ଏକମାତ୍ର ହିଁ ଶିବ ବାବାଙ୍କ ଠାରୁ ହିଁ ତୁମକୁ ମିଳୁଛି। ଏଠାରେ ତ ଜ୍ଞାନ ସାଗରଙ୍କ ଠାରୁ ରତ୍ନ ମିଳୁଛି। ସ୍ଥୂଳ ସାଗରର କଥା ନୁହେଁ। ଇଏ ତ ଜ୍ଞାନର ସାଗର ତୁମକୁ ଜ୍ଞାନରତ୍ନ ଦେଉଛନ୍ତି, ଯାହାଦ୍ୱାରା ତୁମେ ଦେବତା ହେଉଛ। ଶାସ୍ତ୍ରରେ ତ କ'ଣ କ'ଣ ସବୁ ଲେଖିଦେଇଛନ୍ତି। ସାଗରରୁ ଦେବତାମାନେ ବାହାରିଲେ ପୁଣି ରତ୍ନର ଥାଳି ଉପହାର ଦେଲେ। ଏହି ଜ୍ଞାନ ସାଗର ତୁମକୁ ରତ୍ନ ଦେଉଛନ୍ତି। ତୁମେ ଜ୍ଞାନରତ୍ନ ଗ୍ରହଣ କରୁଛ। ଆଗରୁ ପଥର ଖୁଣ୍ଟୁଥିଲ, ତେଣୁ ପଥର ବୁଦ୍ଧି ହୋଇଯାଇଥିଲ। ଏବେ ରତ୍ନ ଗ୍ରହଣ କରିବା ଦ୍ୱାରା ତୁମେ ପାରସ ବୁଦ୍ଧି ହୋଇଯାଉଛ। ପାରସନାଥ ହେଉଛ ନା? ଏହି ପାରସନାଥ ଲକ୍ଷ୍ମୀ ନାରାୟଣ ବିଶ୍ୱର ମାଲିକ ଥିଲେ। ଭକ୍ତି ମାର୍ଗରେ ତ ଅନେକ ନାମ, ଅନେକ ଚିତ୍ର ତିଆରି କରି ଦେଇଛନ୍ତି। ବାସ୍ତବରେ ଲକ୍ଷ୍ମୀ ନାରାୟଣ ବା ପାରସନାଥ ଏକ ହିଁ ଅଟନ୍ତି। ନେପାଳରେ ପଶୁପତି ନାଥଙ୍କର ମେଳା ଲାଗେ, ସେ ମଧ୍ୟ ପାରସନାଥ ହିଁ ଅଟନ୍ତି। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ବାବା ଦେଇଥିବା ଜ୍ଞାନରତ୍ନକୁ ହିଁ ଧାରଣ କରିବାକୁ ହେବ, ପଥର ଗୁଡ଼ିକୁ ନୁହେଁ। ଦେହ ଅଭିମାନ ରୂପୀ କଡ଼ା ବେମାରୀରୁ ନିଜକୁ ସୁରକ୍ଷିତ ରଖିବାକୁ ହେବ। 2 ନମ୍ବର। ନିଜର ବ୍ୟାଟେରୀକୁ ସମ୍ପୂର୍ଣ୍ଣ ଚାର୍ଜ କରିବା ପାଇଁ ପାୱାର ହାଉସ୍ ବାବାଙ୍କ ସହିତ ଯୋଗ ଲଗାଇବାକୁ ହେବ। ଆତ୍ମ ଅଭିମାନୀ ହୋଇ ରହିବାର ପୁରୁଷାର୍ଥ କରିବାକୁ ହେବ।
ନିର୍ଭୟ ହୋଇ ରହିବାକୁ ହେବ। ଆଜିର ବରଦାନ। ଦାତା ପଣିଆର ଭାବନା ଦ୍ୱାରା ଇଚ୍ଛା ମାତ୍ରର ଅବିଦ୍ୟା ସ୍ଥିତିର ଅନୁଭବ କରୁଥିବା ତୃପ୍ତ ଆତ୍ମା ଭବ। ଦାତା ପଣିଆର ଭାବନା ଦ୍ୱାରା ଇଚ୍ଛା ମାତ୍ରର ଅବିଦ୍ୟା ସ୍ଥିତିର ଅନୁଭବ କରୁଥିବା ତୃପ୍ତ ଆତ୍ମା ଭବ। ଡିଟେଲ୍ସ। ସର୍ବଦା ଏହି ଲକ୍ଷ୍ୟ ରଖ ଯେ ମୋତେ ଦାତାଙ୍କର ସନ୍ତାନ ହୋଇ ସର୍ବ ଆତ୍ମାମାନଙ୍କୁ ଦେବାକୁ ହେବ। ଏହିଭଳି ଦାତା ପଣିଆର ଭାବନା ରଖିବା ଦ୍ୱାରା ସମ୍ପନ୍ନ ଆତ୍ମା ହୋଇଯିବ ଏବଂ ଯିଏ ସମ୍ପନ୍ନ ହୋଇଥାଏ ସେ ସର୍ବଦା ତୃପ୍ତ ହୋଇଥାଏ ଅର୍ଥାତ୍ ସନ୍ତୁଷ୍ଟ ରହିଥାଏ। ମୁଁ ସମସ୍ତଙ୍କୁ ଦେଲାବାଲା ଦାତାଙ୍କର ସନ୍ତାନ ଅଟେ ଏବଂ ଦେବା ହିଁ ନେବା ଅଟେ। ଏହି ଭାବନା ସର୍ବଦା ନିର୍ବିଘ୍ନ ତଥା ଇଚ୍ଛା ମାତ୍ରର ଅବିଦ୍ୟା ସ୍ଥିତିର ଅନୁଭବ କରାଇଥାଏ। ସର୍ବଦା ଗୋଟିଏ ହିଁ ଲକ୍ଷ୍ୟ ଆଡ଼କୁ ଦୃଷ୍ଟି ରହିବା ଦରକାର ଏବଂ ସେହି ଲକ୍ଷ୍ୟ ହେଲା ବିନ୍ଦୁ। ଅନ୍ୟ କୌଣସି କଥାର ବିସ୍ତାରକୁ ଦେଖୁଥିଲେ ମଧ୍ୟ ଦେଖ ନାହିଁ, ଶୁଣୁଥିଲେ ମଧ୍ୟ ଶୁଣ ନାହିଁ। ଆଜିର ସ୍ଲୋଗାନ। ବୁଦ୍ଧି ବା ସ୍ଥିତି ଯଦି ଦୁର୍ବଳ ଅଟେ ତେବେ ତାର କାରଣ ହେଲା ବ୍ୟର୍ଥ ସଂକଳ୍ପ। ବୁଦ୍ଧି ବା ସ୍ଥିତି ଯଦି ଦୁର୍ବଳ ଅଟେ ତେବେ ତାର କାରଣ ହେଲା ବ୍ୟର୍ଥ ସଂକଳ୍ପ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଏବେ ସମ୍ପନ୍ନ ବା କର୍ମାତୀତି ହେବାର ତୀବ୍ର ଇଚ୍ଛା ପ୍ରକଟ କର। କର୍ମାତୀତି ହେବା ପାଇଁ କର୍ମର ହିସାବ କିତାବରୁ ମୁକ୍ତ ହୁଅ। ସେବାରେ ମଧ୍ୟ ସେବାର ବନ୍ଧନରେ ବାନ୍ଧି ହେଉଥିବା ସେବାଧାରୀ ନୁହେଁ। ବନ୍ଧନ ମୁକ୍ତ ହୋଇ ସେବା କର ଅର୍ଥାତ୍ ବିନାଶୀ ରାଜକୀୟ ଇଚ୍ଛାଗୁଡ଼ିକ ଠାରୁ ମୁକ୍ତ ହୁଅ। ଯେପରି ଦେହର ବନ୍ଧନ ଦେହର ସମ୍ବନ୍ଧର ବନ୍ଧନ ରହିଥାଏ, ସେହିପରି ସେବାରେ ସ୍ୱାର୍ଥ ଭାବ ରଖିବା ମଧ୍ୟ ବନ୍ଧନ ଅଟେ, ଯାହାକି କର୍ମାତୀତି ହେବାରେ ବିଘ୍ନ ପକାଇଥାଏ। ତେଣୁ କର୍ମାତୀତି ହେବା ଅର୍ଥ ଏହିସବୁ ରାଜକୀୟ ଅର୍ଥାତ୍ ସୂକ୍ଷ୍ମ ହିସାବ କିତାବ ଠାରୁ ମଧ୍ୟ ମୁକ୍ତ ହେବା। ଓମ୍ ଶାନ୍ତି।